ସମସ୍ତ ଚାଷୀଙ୍କୁ ଏହି ଦିନ 21ତମ କିସ୍ତିର 2,000 ଟଙ୍କା କିମ୍ବା 4,000 ଟଙ୍କା ମିଳିବ। ଶେଷ ପ୍ରକାଶିତ ତାରିଖ। ପ୍ରଧାନମନ୍ତ୍ରୀ 21ତମ କିସ୍ତିକୁ ନେଇ ସରକାରଙ୍କ ତରଫରୁ ରହିଛି ନୂଆ ଅପଡେଟ୍, ଯାହା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସରକାରଙ୍କ ତରଫରୁ PM କିଷାନକୁ ନେଇ କ'ଣ ରହିଛି ନୂଆ ଅପଡେଟ୍। ଯଦି ଆପଣମାନେ PM କିଷାନରେ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି କିମ୍ବା ଆପଣ 20ତମ କିସ୍ତି ଟଙ୍କା ଏପର୍ଯ୍ୟନ୍ତ ପ୍ରାପ୍ତ କରିନାହାନ୍ତି, ଏ ନେଇ ସରକାରଙ୍କ ତରଫରୁ କ'ଣ ରହିଛି ନୂଆ ଅପଡେଟ୍, ଆଗାମୀ କିସ୍ତିକୁ ନେଇ କ'ଣ ରହିଛି ସରକାରଙ୍କର ନୂଆ ନିୟମ, ଯାହା ଏହି ଭିଡ଼ିଓ ମାଧ୍ୟମରେ ଡିଟେଲ୍ସ ମୁଁ ଆପଣମାନଙ୍କୁ ଷ୍ଟେପ୍ ବାଇ ଷ୍ଟେପ୍ ଜଣାଇବି। ସେଥିପାଇଁ ଆପଣ ଭିଡ଼ିଓଟିକୁ ବିନା ସ୍କିପ୍ରେ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ, ବୁଝିପାରିବେ। ଯଦି ଚ୍ୟାନେଲରେ ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ପ୍ରଧାନମନ୍ତ୍ରୀ କିଷାନ 21ତମ। ଭାରତ ଏକ କୃଷିଭିତ୍ତିକ ଦେଶ। ଆପଣମାନେ ଜାଣିଛନ୍ତି, ଯେଉଁଠାରେ ଲକ୍ଷ ଲକ୍ଷ ଚାଷୀ ପରିବାର କୃଷି ଉପରେ ନିର୍ଭରଶୀଳ। କୃଷକଙ୍କ ଆର୍ଥିକ ଅବସ୍ଥାକୁ ସୁଦୃଢ଼ କରିବା ଏବଂ ସେମାନଙ୍କ ଜୀବିକା ନିର୍ବାହରେ ଉନ୍ନତି ଆଣିବା ଲକ୍ଷ୍ୟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ଆପଣ ସମସ୍ତେ ଜାଣିଛନ୍ତି, ଏହି ମହତ୍କାଂକ୍ଷୀ ଯୋଜନା ଅଧୀନରେ ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ 6,000 ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ମୁଁ ଆଶା କରୁଛି ଏହି ତଥ୍ୟଗୁଡ଼ିକ ବିଷୟରେ ସମସ୍ତ ଚାଷୀ ଅବଶ୍ୟ ଅବଗତ ଥିବେ। ଏହି ରାଶିକୁ 3ଟି ସମାନ ଭାଗରେ ବିଭକ୍ତ କରାଯାଏ ଏବଂ ସିଧାସଳଖ ଲାଭ ହସ୍ତାନ୍ତର ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତର କରାଯାଏ। ଯୋଜନା ଆରମ୍ଭ ହେବା ପରଠାରୁ 20ଟି କିସ୍ତି ସଫଳତାର ସହ ବଣ୍ଟନ କରାଯାଇଛି, ଯାହା ସାରା ଦେଶର କୋଟି କୋଟି ଚାଷୀ ପରିବାରକୁ ଲାଭ ଦେଇଛି। ଆସନ୍ତୁ ଜାଣିବା ଯୋଜନାର ବର୍ତ୍ତମାନର ସ୍ଥିତି ଏବଂ ପରବର୍ତ୍ତୀ କିସ୍ତି ବିଷୟରେ। ଦେଖନ୍ତୁ, ସମ୍ପ୍ରତି ଚାଷୀମାନେ 20ତମ କିସ୍ତିର ଲାଭ ପାଇଛନ୍ତି ଏବଂ ବର୍ତ୍ତମାନ ସମସ୍ତ ହିତାଧିକାରୀ 21ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ଶେଷ କିସ୍ତି ଅଗଷ୍ଟ ମାସର ପ୍ରାରମ୍ଭିକ ତାରିଖରେ ଚାଷୀଙ୍କ ଆକାଉଣ୍ଟରେ ଜମା କରାଯାଇଥିଲା। ସେବେଠାରୁ ଚାଷୀ ସମାଜ ପରବର୍ତ୍ତୀ କିସ୍ତି ପାଇଁ ଉତ୍ସୁକତା ଦେଖାଇଛି। ଯୋଜନାର ନିୟମ ଅନୁଯାୟୀ ପ୍ରତି 4 ମାସ ବ୍ୟବଧାନରେ 2,000 ଟଙ୍କା ପଠାଯାଏ। ତେଣୁ ବାର୍ଷିକ ଚାଷୀମାନେ ମୋଟ 6,000 ଟଙ୍କା ପାଆନ୍ତି। ଏପର୍ଯ୍ୟନ୍ତ ସମସ୍ତ କିସ୍ତିର ସଫଳ ବଣ୍ଟନ ଏହି ଯୋଜନାର ପ୍ରଭାବକୁ ଦର୍ଶାଇଛି। କେନ୍ଦ୍ର ସରକାର ଏପର୍ଯ୍ୟନ୍ତ 21ତମ କିସ୍ତିର ସଠିକ ତାରିଖ ଘୋଷଣା କରିନାହାନ୍ତି, କିନ୍ତୁ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି କିସ୍ତି ନଭେମ୍ବର-ଡିସେମ୍ବର ମଧ୍ୟରେ ଜାରି ହେବାର ସମ୍ଭାବନା ରହିଛି। ଯେଉଁ ହିତାଧିକାରୀମାନେ PM କିଷାନରୁ ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି ଏବଂ ଯେଉଁ ଚାଷୀମାନେ PM କିଷାନର କିସ୍ତି ଟଙ୍କା ପ୍ରାପ୍ତ କରିନାହାନ୍ତି, କିସ୍ତି ଗ୍ରହଣ ପାଇଁ ପ୍ରସ୍ତୁତି ଆପଣମାନଙ୍କର କ'ଣ ଆବଶ୍ୟକତା ରହିଛି ସେ ବିଷୟରେ ଆସନ୍ତୁ ନଜର ପକାଇବା। 21ତମ କିସ୍ତିର ଲାଭ ପାଇବା ପାଇଁ ସମସ୍ତ ପଞ୍ଜୀକୃତ ଚାଷୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ଔପଚାରିକତା ପୂରଣ କରିବାକୁ ପଡ଼ିବ। ଏଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଆଧାର କାର୍ଡକୁ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ପ୍ରକ୍ରିୟା, ଯାହା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ବ୍ୟତୀତ eKYC ପ୍ରକ୍ରିୟା ମଧ୍ୟ ସମାପ୍ତ କରିବାକୁ ପଡ଼ିବ, ଯେଉଁଥିରେ ଚାଷୀଙ୍କ ପରିଚୟ ଡିଜିଟାଲ ଭାବରେ ଯାଞ୍ଚ କରାଯାଏ। ଜମି ଯାଞ୍ଚ ମଧ୍ୟ ଏକ ବାଧ୍ୟତାମୂଳକ ପ୍ରକ୍ରିୟା, ଯାହା ଅଧୀନରେ ଚାଷୀଙ୍କ ପାଖରେ ଉପଲବ୍ଧ କୃଷି ଜମିର ବିବରଣୀ ଯାଞ୍ଚ କରାଯାଏ। ଯଦି ଏହି ପ୍ରକ୍ରିୟା ଗୁଡ଼ିକ ମଧ୍ୟରୁ କୌଣସିଟି ଅସମ୍ପୂର୍ଣ୍ଣ କିମ୍ବା ଭୁଲ ରହିଥାଏ, ତେବେ କିସ୍ତି ବଣ୍ଟନରେ ବିଳମ୍ବ ହୋଇପାରେ କିମ୍ବା କିସ୍ତି ପାଇବାରେ ଅସୁବିଧା ହୋଇପାରେ। ତେଣୁ ସମସ୍ତ ଚାଷୀଙ୍କୁ ସେମାନଙ୍କର ସମସ୍ତ ଆବଶ୍ୟକ ପ୍ରକ୍ରିୟା ସମୟ ମଧ୍ୟରେ ସମାପ୍ତ କରିବାକୁ ପରାମର୍ଶ ଦିଆଯାଇଛି। ଆସନ୍ତୁ ଜାଣିବା ଯୋଜନାର ସାମଗ୍ରିକ ପ୍ରଭାବ ଏବଂ ହିତାଧିକାରୀଙ୍କ ସଂଖ୍ୟା। ଦେଖନ୍ତୁ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ସାରା ଦେଶରେ କୃଷି କ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି। ଏହି ଯୋଜନା କେବଳ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ ନାହିଁ, ବରଂ ସେମାନଙ୍କ ଜୀବନ ଧାରଣ ମାନରେ ମଧ୍ୟ ଏକ ସକାରାତ୍ମକ ପରିବର୍ତ୍ତନ ଆଣିଛି। ଏହି ଯୋଜନା ମାଧ୍ୟମରେ କୋଟି କୋଟି ଚାଷୀ ପରିବାର ନିୟମିତ ଆର୍ଥିକ ସହାୟତା ପାଉଛନ୍ତି, ଯାହା ସେମାନଙ୍କୁ ସେମାନଙ୍କର କୃଷି ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରେ। ଏହି ଯୋଜନା କ୍ଷୁଦ୍ର
ଏବଂ ନାମମାତ୍ରା ଚାଷୀଙ୍କ ପାଇଁ ବିଶେଷ ଲାଭଦାୟକ ପ୍ରମାଣିତ ହୋଇଛି, କାରଣ ସେମାନଙ୍କର ସମ୍ବଳ ସୀମିତ। ଏହି ରାଶି ସହିତ ସେମାନେ ବିହନ, ସାର ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ କିଣିପାରିବେ। ଦେଖନ୍ତୁ, ଯୋଜନାର ସ୍ୱଚ୍ଛତା ଏବଂ ପ୍ରଭାବଶାଳୀତା। ଏହି ତଥ୍ୟରୁ ବୁଝାପଡ଼େ ଯେ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ବିନା ମଧ୍ୟସ୍ଥିରେ ପହଞ୍ଚିଥାଏ, ଯାହା ଡିବିଟି ମାଧ୍ୟମରେ ଆପଣଙ୍କ ଆକାଉଣ୍ଟରେ ଟଙ୍କାଟି ପହଞ୍ଚିଥାଏ। ଦେଖନ୍ତୁ, ଯଦି ଆପଣମାନେ ପିଏମ୍ କିଷାନର ଲଗାତାର ଭାବେ କିସ୍ତି ଟଙ୍କା ପାଇ ଆସୁଛନ୍ତି, ଯେହେତୁ ସମୟ ସମୟ ମଧ୍ୟରେ ସରକାରଙ୍କ ତରଫରୁ ନିୟମରେ କିଛିଟା ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ଆପଣମାନେ ଆପଣମାନଙ୍କର କିସ୍ତିର ସ୍ଥିତି ମଧ୍ୟ ଆପଣ ଯାଞ୍ଚ କରିପାରିବେ। ଯଦି ପୂର୍ବରୁ କିସ୍ତି ଆପଣମାନଙ୍କର ବାକି ରହିଛି, ସ୍ଥିତି ଆପଣମାନେ ଯାଞ୍ଚ କରିପାରିବେ, ଯାହାଫଳରେ ଆପଣମାନେ ନିଜେ ହିଁ ଜାଣିପାରିବେ ଯେ ଆପଣମାନଙ୍କର ତ୍ରୁଟି କେଉଁ ଦିଗରେ ରହିଛି। ଦେଖନ୍ତୁ, ଆଧୁନିକ ଡିଜିଟାଲ ଯୁଗରେ ଚାଷୀମାନଙ୍କ ପାଇଁ ସେମାନଙ୍କର କିସ୍ତିର ସ୍ଥିତି ଯାଞ୍ଚ କରିବା ବହୁତ ସହଜ ହୋଇଗଲାଣି। ଏଥିପାଇଁ ସେମାନଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡ଼ିବ ନାହିଁ କିମ୍ବା କୌଣସି କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଘରେ ବସି ମୋବାଇଲ ଫୋନ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ସେମାନଙ୍କର କିସ୍ତି ବିଷୟରେ ସୂଚନା ପାଇପାରିବେ। ଏଥିପାଇଁ ସର୍ବପ୍ରଥମେ ଯୋଜନାର ସରକାରୀ ୱେବସାଇଟ୍ pmkisan.gov.in କୁ ଭିଜିଟ୍ କରିବା ଆବଶ୍ୟକ। ୱେବସାଇଟ୍ରେ ଲାଭକାରୀ ସ୍ଥିତି ବିକଳ୍ପ ଉପଲବ୍ଧ ଅଛି, ଯାହା ଉପରେ କ୍ଲିକ୍ କରିବାକୁ ପଡ଼ିବ ଏବଂ ପରେ ଆଧାର ନମ୍ବର କିମ୍ବା ଆପଣମାନଙ୍କର ବ୍ୟାଙ୍କ ଆକାଉଣ୍ଟ ନମ୍ବର ସୂଚନା ଦେବାକୁ ପଡ଼ିବ। ସବମିଟ୍ ବଟନ୍ ଦବାଇବା ପରେ ସମ୍ପୂର୍ଣ୍ଣ କିସ୍ତି ସମ୍ବନ୍ଧୀୟ ବିବରଣୀ ସ୍କ୍ରିନ୍ରେ ଦେଖାଯାଏ। ଏହା କରିବା ଦ୍ୱାରା ଆପଣମାନେ ସ୍ପଷ୍ଟ ସୂଚନା ପାଇଯିବେ, ଟଙ୍କା ଆପଣମାନଙ୍କର ଆସିଛି କି ନାହିଁ, ପ୍ରକ୍ରିୟା ଏପର୍ଯ୍ୟନ୍ତ ଚାଲିଛି କି ପ୍ରୋସେସିଂରେ ଅଛି, ତ ଆପଣ ଡିଟେଲ୍ସ ଏଠୁ ଆପଣମାନେ ଜାଣିବାକୁ ପାଇଯିବେ। ଆସନ୍ତୁ ଜାଣିବା ଏହି ଯୋଜନା ଅଧୀନରେ ଅତିରିକ୍ତ ଲାଭ ଗୁଡ଼ିକ। ଦେଖନ୍ତୁ, କେବଳ ଆର୍ଥିକ ସହାୟତା ନୁହଁ, ଏହି ଯୋଜନା ମାଧ୍ୟମରେ ଚାଷୀମାନେ ଅନେକ ଅତିରିକ୍ତ ଲାଭ ମଧ୍ୟ ପାଆନ୍ତି। ଡିଜିଟାଲ କାରବାରର ଅଭ୍ୟାସ ଚାଷୀଙ୍କ ମଧ୍ୟରେ ବୈଷୟିକ ସାକ୍ଷରତା ବିକାଶ କରିଛି। ବ୍ୟାଙ୍କିଂ ବ୍ୟବସ୍ଥା ସହିତ ସଂଯୋଗ ବୃଦ୍ଧି ପାଇଛି, ଯାହାଫଳରେ ସେମାନେ ଅନ୍ୟାନ୍ୟ ଆର୍ଥିକ ସେବା ମଧ୍ୟ ପାଇପାରିବେ। ସୂଚନାର ସ୍ୱଚ୍ଛତା ଦୁର୍ନୀତି ହ୍ରାସ କରିଛି ଏବଂ ସରକାରୀ ଯୋଜନା ପ୍ରତି ଚାଷୀଙ୍କ ବିଶ୍ୱାସ ବୃଦ୍ଧି ପାଇଛି। ନିୟମିତ ଆୟର ଏକ ଛୋଟ ଉତ୍ସ ପାଇବା ଦ୍ୱାରା ଚାଷୀଙ୍କ ନଗଦ ସମସ୍ୟା ଦୂର ହୋଇଛି। ଏହା ସେମାନଙ୍କୁ ସେମାନଙ୍କ ପରିବାର ଖର୍ଚ୍ଚକୁ ଭଲ ଭାବରେ ପରିଚାଳନା କରିବାରେ ସାହାଯ୍ୟ କରେ ଏବଂ କୃଷିରେ ନିବେଶ କରିବାକୁ ପ୍ରେରଣା ମଧ୍ୟ ଦିଏ। ଦେଖନ୍ତୁ, ସରକାର ସମୟ ସମୟରେ ଏହି ଯୋଜନାରେ ଉନ୍ନତି ଆଣିଚାଲିଛନ୍ତି, ଯାହାଦ୍ୱାରା ଅଧିକରୁ ଅଧିକ ଯୋଗ୍ୟ ଚାଷୀ ଉପକୃତ ହୋଇପାରିବେ। ପ୍ରଯୁକ୍ତି ବିକାଶ ସହିତ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି ଏବଂ ପ୍ରଭାବ ନିରନ୍ତର ଉନ୍ନତି ହୋଇଛି। ଭବିଷ୍ୟତରେ ଏହି ଯୋଜନାର ପରିସର ଆହୁରି ବ୍ୟାପକ ହୋଇପାରିବ, ଯାହା କୃଷି କ୍ଷେତ୍ରର ସାମଗ୍ରିକ ବିକାଶ ସମ୍ଭବ କରିବ। ବର୍ତ୍ତମାନ ଚାଷୀ ସମାଜ ଏକବିଂଶତମ କିସ୍ତି ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ଏବଂ ଆଶା କରୁଛନ୍ତି ଯେ ଏହା ଖୁବ୍ ଶୀଘ୍ର ସରକାରଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବ।